ନମସ୍କାର ଜୟ ଶ୍ରୀ ଜଗନ୍ନାଥ। ଓଡ଼ିଶାର ଅଗଣିତ ଛାତ୍ରଛାତ୍ରୀ ଓ ଆସ ଆମେ ପଢିବା ୟୁଟ୍ୟୁବ ଚ୍ୟାନେଲର ସଦସ୍ୟ ଓ ସଦସ୍ୟମାନଙ୍କୁ ମୁଁ ଦିବ୍ୟାଂଶୁ ସ୍ୱାଗତ କରୁଛି। ଆସନ୍ତୁ ଆଜିର ବିଷୟବସ୍ତୁ ଉପରେ ଆଲୋଚନା କରିବା। କ୍ଲାସ 3 ତୃତୀୟ ଶ୍ରେଣୀର ସବଜେକ୍ଟ ଏମଆଇଏଲ ଓଡ଼ିଆ, ଟପିକ ଚତୁର କୃଷକ। ଦେଖ, ଆଜି ଆମେ ଏକ କୃଷକର ବିଷୟରେ ଆଜି ଆମେ ଆଲୋଚନା କରିବା। ଯଦି ଏକ ମନୁଷ୍ୟ ପାଖରେ ତାର ବୁଦ୍ଧି, ତାର ଜ୍ଞାନ ଅଛି, ତାହେଲେ ସେ ସମସ୍ତଙ୍କ ଠାରୁ ଜୟ କରିପାରିବ। ଆସ ଆଜି ଆମେ এই ବିଷୟଟି ପଢିବା ଓ এই ବିଷୟ ଉପରେ ଆଲୋଚନା କରିବା। ପିଲାମାନେ, ଇଏ ଏକ ବହୁତ ଉଚ୍ଚ କୋଟିର ଗଳ୍ପ। ଆସ ଆମେ এই ଗଳ୍ପଟିକୁ ଶୁଣିବା, ଗପଟି ଶୁଣିବା, ଆଉ এই ଗପରୁ ଆମେ କଣ ଶିଖିଲେ ଏହା ଆମେ ଶେଷରେ ଆଲୋଚନା କରିବା। କୃଷକଟିଏ ଜମିରେ କାମ କରୁଥିଲା। ହଠାତ୍ ଏକ ଭାଲୁ ସେଠାରେ ପହଞ୍ଚିଲା। ଭାଲୁଟି କୃଷକକୁ ମାରିବାକୁ ଦୌଡ଼ି ଆସିଲା। କୃଷକଟି ଡରିଯାଇ କହିଲା, ମୋତେ କାହିଁକି ମାରିବ? ଫସଲ ହେବାକୁ ଦିଅ, ଯାହା ଅମଳ ହେବ ତୁମକୁ ତାହା ଖାଇବାକୁ ଦେବି। ଏଠି ପିଲାମାନେ ତୁମମାନେ ଦେଖିପାରୁଥିବ, ଏକ କୃଷକଟେ ତାର ଜମିରେ କାମ କରୁଛି। ଗୋଟେ ଭାଲୁଟେ ଆସିଲା ଆଉ ତାକୁ ଖାଇବ ବୋଲି କହିଲା। କିନ୍ତୁ କୃଷକ ଦେଖ, ତାର ଜୀବନ ବଞ୍ଚେଇବା ପାଇଁ କଣ କହିଛି? କୃଷକ କହିଛି, ମୋତେ ଏଇ ଜମିରେ ଚାଷ କରିବାକୁ ଦିଅ, ଯାହା ଫସଲ ହବ ଆଉ ମୁଁ ତମକୁ ଖାଇବାକୁ ଦେବି। ତ ଆମେମାନେ ସମସ୍ତେ ଜୀବଜନ୍ତୁ ମାନଙ୍କୁ ଖାଦ୍ୟ ଦେବା ଆବଶ୍ୟକ। ଦେଖ ଆଗକୁ କଣ ହଉଛି, କୃଷକ ଭାଲୁକୁ କିଭଳି ଭାବରେ ଖାଦ୍ୟ ଦଉଛି। ଆସ ଆଲୋଚନା କରିବା। ଭାଲୁ କହିଲା, ହଉ ଠିକ ଅଛି, ମାଟି ଉପରେ ଫଳୁଥିବା ଫସଲ ମୋର ହେବ ଏବଂ ମାଟି ତଳେ ଥିବା ଫସଲ ତୁମେ ନେବ। ଦେଖ, ତାଙ୍କ ଭିତରେ ଭାଗବଣ୍ଟା ହେଲା। କିଏ କଣ ନବ କଣ୍ଡିସନ ହେଇଗଲା, କଥାବାର୍ତ୍ତା ହେଇଗଲା ଆଉ କଥା ରହିଲା ଯେ ଭାଲୁ କହିଲା ମାଟି ଉପର ଫସଲ ମୋର ଆଉ ମାଟି ତଳ ଯାହା ହବ ତମେ ନବ। ଏଠି ଦେଖ ପିଲାମାନେ, କୃଷକ ତାର ଚତୁରତାର ବୁଦ୍ଧିରେ କଣ ଚାଷ କରିଛି। କୃଷକଟି ଚତୁରତା ସହିତ କ୍ଷେତରେ ଆଳୁ ଚାଷ କଲା। କଥା ଅନୁସାରେ ଭାଲୁ ଭାଗରେ ଆଳୁର ପତ୍ର ପଡ଼ିଲା। ଭାଲୁ ରାଗି କରି କହିଲା, ଦେଖ, ଏଥର ମାଟି ତଳେ ହେଉଥିବା ଫସଲ ମୋର ଏବଂ ଉପରେ ହେଉଥିବା ଫସଲ ସବୁ ତୁମର ହେବ। ଦେଖ, ପ୍ରଥମେ ସେ କଣ କହିଲା, ମାଟି ଉପରେ ଯାହା ହବ ସବୁ କିଏ ନବ? ଭାଲୁ ନବ। ଆଉ ମାଟି ତଳେ ଯାହା ହବ ତାହା କିଏ ନବ? କୃଷକ ନବ। ତ କୃଷକ କଣ କଲା? ଆଳୁ ଚାଷ କଲା। ଆଳୁ ଚାଷ ମାଟି ତଳେ ହୋଇଥାଏ ଆଉ ମାଟି ଉପରକୁ ତାର ପତ୍ର ଥିଲା, ତ ସବୁ ଯାକ ପତ୍ର କାହା ଭାଗରେ ପଡିଲା? ଭାଲୁ ଭାଗରେ। ତ ଏବେ ଦ୍ୱିତୀୟ ଥର ଭାଲୁ ରାଗି ଯାଇକି କଣ କହିଛି, ମାଟି ତଳର ସବୁ ଯାକ ଫସଲ ମୁଁ ନେବି ଆଉ ମାଟି ଉପରର ସବୁ ଯାକ ଫସଲ କୃଷକ ଭାଗରେ ପଡିବ। ତ ଦେଖ, ଏବେ ମାଟି ଉପରେ ଯାହା ଯାହା ସବୁ ହବ ସବୁ ଭାଲୁ ନବ। ଏବେ ନେଇଯାଇଛି। ମାଟି ତଳେ ଯାହା ହବ ତାହା ବି ଭାଲୁ ନବ। ଦେଖ, ମାଟି ତଳେ କଣ କଣ ସବୁ ଚାଷ ହଉଛି ଆମେ ଦେଖିବା। ଗଛର ଚେର ପଡିଲା। ଦେଖ, ଭାଲୁ ଭାଗରେ କଣ ହେଇଛି ଧର, ଏଇଠି ଭାଲୁ କଣ କହିଲା? ରାଗିକି ଭାଲୁ କହିଲା, ଦେଖ, ଏଥର ମାଟି ତଳେ ହେଉଥିବା ଫସଲ ମୋର ଓ ଉପରେ ହେଉଥିବା ଫସଲ ସବୁ ତମର। ତ ଦେଖ, ଏବେ ଭାଲୁ ଭାଗରେ ଏଠି କଣ ପଡିଛି? ଗଛର ଚେର ପଡିଲା। ପିଲାମାନେ, ଏଠି ଚେର ପଡିଛି କାହା ଭାଗରେ? ଭାଲୁ ଭାଗରେ। ଭାଲୁଟି କୃଷକକୁ ବୁଦ୍ଧି ଶିଖେଇବ ବୋଲି ଚିନ୍ତା କଲା। କୃଷକକୁ କହିଲା, ମାଟି ଉପରେ ଓ ତଳେ ଫଳୁଥିବା ଫସଲ ଏବେ ମୋର ହେବ। କୃଷକଟିକୁ ଭାଲୁ କଥାରେ ରାଜି ହେଲା। ଏଥର କୃଷକ ଭାଲୁକୁ ବୋକା ବନେଇବା ପାଇଁ ଆଖୁ ଚାଷ କଲା। ତ ପିଲାମାନେ ଏଠି ଦେଖ, ସେ ପ୍ରଥମେ ଚାଷ କରିଥିଲା କଣ? ଆଳୁ ଚାଷ କଲା। ଦ୍ୱିତୀୟରେ ଏଇଠି ଭାଲୁ କହିଛି କଣ ନବ? ସବୁ ଯାକ ଚେର ତାର
ଫସଲ ଇଏ ନେଇଗଲା। ଯେହେତୁ ମାଟି ଉପରେ ସମସ୍ତ ଫସଲ ସେ ଧାନ ଚାଷ କରିଥିଲା, ତ ଧାନ ସବୁ ନେଇଗଲା। କିନ୍ତୁ ଏବେ ଭାଲୁ ରାଗି ଯାଇକି କଣ କହିଛି, ମାଟି ଉପରେ ଆଉ ମାଟି ତଳେ ସବୁ ଜିନିଷ କିଏ ନବ? ସବୁ ଭାଲୁ ନବ। ଆଉ ଯାହା ରହିଲା ମଝିରେ ସେଇଟା ନବ କୃଷକ। ତ କୃଷକ ଟିକେ ଭାଲୁ କଥାରେ ରାଜି ହେଲା। ଏଥର କୃଷକ କଣ କରିଛି, ଆଖୁ ଚାଷ କରିଛି। ଯେତେବେଳେ ଆଖୁ ବଡ ହେଲା, ଭାଲୁକୁ ଆଖୁର ଉପରେ ଅର୍ଥାତ୍ ପତ୍ର ଓ ତଳେ ଚେର ମିଳିଲା। ତ ଦେଖ ଭାଲୁକୁ କଣ ମିଳିଛି, ଚେର ମିଳିଲା। ଆଉ ଆଖୁର କଣ ମିଳିଛି, ଉପରେ କଣ ରହୁଛି, ପତ୍ର। ତ ଏଇଠି ଭାଲୁ ଏଥର ବି ମଧ୍ୟ ହାରି ଯାଇଛି। ଏଇ କଥାଟି ଦେଖି ଭାଲୁର ମୁଣ୍ଡ ଘୂରିଗଲା। ଭାଲୁ ଆଉ କୃଷକ ପାଖକୁ ଆସିଲା ନାହିଁ। ଯେତେବେଳେ ପିଲାମାନେ କୃଷକ ଆଖୁ ଚାଷ କଲା, ଚେର ଯାକ ଦେଇଦେଲା ଆଉ ପତ୍ର ଦେଇଦେଲା, ତ ଭାଲୁ ଏଠି ହାର ମାନିଗଲା। ଆଉ ଭାଲୁ କୃଷକ ପାଖକୁ ଆସିଲାନି। କୃଷକ ସମସ୍ତ ଆଖୁ ନେଇ ଚାଲିଗଲା। ଏଠି ଦେଖିଲ କୃଷକର ଚତୁରତା, ଚତୁର କୃଷକର ବିଷୟରେ ଆଜି ଆମେ ଗପଟିଏ ଶୁଣିଲେ। ତୁମେ ମାନେ ଏଇଭଳି ଭାବରେ ଚତୁରତା ଭାବରେ ତୁମେ ତୁମର କାର୍ଯ୍ୟ କଲେ ତୁମେ ମାନେ ମଧ୍ୟ ବିଜୟୀ ଲାଭ କରିବ। ଆସ କଥାବାର୍ତ୍ତା ହେବା। ତୁମ ଗାଁ ଆଖପାଖ ଅଞ୍ଚଳରେ କେଉଁ ସବୁ ଫସଲ ହୁଏ? ପିଲାମାନେ ତୁମ ଗାଁ ଆଖପାଖରେ କଣ କଣ ହଉଛି? ଯଦି ନଦୀ ଉପକୂଳବର୍ତ୍ତୀ ଅଞ୍ଚଳ ହେଇଛି, ତାହେଲେ ସେଠି କଣ ହଉଛି, ଆଳୁ ଚାଷ, ଧାନ ଚାଷ, ମକା, ଆଖୁ, ବାଇଗଣ, ଟମାଟୋ ସବୁ ଫସଲ ହଉଛି। ତୁମ ଘରେ କିଏ ବିଲରେ କାମ କରନ୍ତି? ପିଲାମାନେ ତୁମ ଘରେ ବାପା, ମା, ଭାଇ ସବୁ ଯାଇକି ବିଲରେ କାମ କରୁଛ? ତୁମକୁ କଣ ସବୁ ଖାଇବାକୁ ଭଲ ଲାଗେ? ତୁମମାନଙ୍କୁ ଯାହା ଯାହା ସବୁ ଖାଇବାକୁ ଭଲ ଲାଗେ ସବୁ କମେଣ୍ଟ କର এই ବିଷୟରେ। ଯଦି ତୁମେ ଭାଲୁ ସ୍ଥାନରେ ଥାଆନ୍ତ, ତେବେ କୃଷକର କଣ କରିଥାନ୍ତ? ଯଦି ତୁମେ ଭାଲୁ ସ୍ଥାନରେ ଥାଆନ୍ତ, ପିଲାମାନେ କଣ କରିଥାନ୍ତ? ଏଇ କଥାଟିକୁ ମଧ୍ୟ ତୁମେ କମେଣ୍ଟରେ ଲେଖ। କଣ କରିଥାନ୍ତ? ଯାହା ଫସଲ ହବ ଅଧା ଅଧା। ଆଜିକାଲି ଦେଖିବ ପିଲାମାନେ ଗ୍ରାମାଞ୍ଚଳରେ ଭାଗ ଚାଷ ହଉଛି। ଯାହା ହେଇଥିବ ଅଧା ଅଧା, ନଚେତ୍ କିଛିଟା ପରିମାଣର ଚାଷୀ ନେଇଥାଏ ଆଉ କିଛି ପରିମାଣର ଜମିର ମାଲିକ ନେଇଥାଏ। ଏଇଭଳି ଭାବରେ ଆଜିକାଲି ଗ୍ରାମାଞ୍ଚଳରେ ଚାଷ ମଧ୍ୟ ହେଉଅଛି, ଯାହାକୁ ଭାଗ ଚାଷ କୁହାଯାଏ। ତ ଏଇ ବିଷୟରେ ଯଦି ପ୍ରଶ୍ନ ଉତ୍ତର ତୁମେ ସବୁ ଉତ୍ତର ଜାଣିବାକୁ ଚାହୁଁଛ, ତାହେଲେ ମୋତେ କମେଣ୍ଟ କର। ମୁଁ ଉପରେ ଏକ ନୂତନ ଭିଡିଓ ନେଇ ଆସିବି। ଏଇ ପିଲାମାନେ ଏଇଠି ଗୋଟେ ବକ୍ସ ଦେଇଛି, ଏଇ ବକ୍ସକୁ ଯୋଡ଼ିକି ତମେ କଣ କରିପାରିବ? ଆକୁ ଯୋଡ଼ିକି ତମେ ମାନେ ସବୁ ପାଖାପାଖି ଯୋଉ ଅକ୍ଷର ଅଛି ତାକୁ ଯୋଡ଼ିକି ସବୁ କରିପାରିବ। ଏଠି ଦେଖ ଯେମିତି ଘୋଡ଼ା, ଏଇଟାକୁ ଗୋଟେ ଗୋଲ ବୁଲେଇଲେ ଏଟା ହବ ଘୋଡ଼ା। ବୁଝିପାରିଲ? ଏଇଭଳି ଭାବରେ ତମେ ମାନେ କରିପାରିବ ସବୁ। କରିକି ଏଠି ବକ୍ସ ଦେଇଛି, ଏଇ ବକ୍ସରେ ସବୁ ଲେଖିବ। କାହାକୁ କେଉଁ ଖାଦ୍ୟ ଭଲ ଲାଗେ ସବୁ ତୀର ଚିହ୍ନ ଲଗେଇବ। ଗାଈ କଣ ଖାଉଛି? ଘାସ, କୁଣ୍ଡା, ତୋରାଣୀ। ପିଜୁଳି ଅଙ୍ଗୁର କିଏ ଖାଉଛି? ଶୁଆ। ବାଘ କଣ ଖାଉଛି? ମାଂସ। ସାର ମିଶା ପାଣି କିଏ ପାଉଛି? ଗଛ। ଫୁଲ ରସ କିଏ? ମହୁମାଛି। ବୁଝିପାରିଲ? ଏଇ ସବୁ ଜିନିଷ ଆମକୁ ସଜାଡି କରି ଲେଖିବାକୁ ପଡିବ। ଦେଖ ଏଠି ପନିପରିବା ସବୁ ଅଛି। କୋଉ ପନିପରିବା ମାଟି ଉପରେ ହଉଛି, କୋଉଟା ମାଟିର ତଳେ ହଉଛି। ପତ୍ର ରୂପରେ ଆସୁଥିବା ପରିବା। ଦେଖ ମାଟି ଉପରେ ଫଳୁଥିବା ପରିବା କଣ ଏଠି ରହୁଛି? ମାଟି ଉପରେ, ମାଟି ଉପରେ ପରିବା ଧାନ। ଆଉ କଣ? ଧାନ ଗୋଟେ ଫସଲ। ଆଉ କଣ ପରିବା? ବାଇଗଣ, ଟମାଟୋ। ଆଉ ମାଟି ତଳେ ଫଳୁଥିବା ଆଳୁ,
ଖୁମ୍ବ ଆଳୁ, କନ୍ଧମୂଳ, ପତ୍ର ରୂପରେ ଶାଗ, ସଜନା ଶାଗ, ଆଉ ଲତାରେ କାକୁଡି, କଖାରୁ, ଆଉ କଞ୍ଚା ଖାଉଥିବା ଗାଜର, ଲଙ୍କା, ଲେମ୍ବୁ ଏସବୁ ଆସିବ। ଏଇସବୁ ପନିପରିବା ବିଷୟରେ ତୁମେ ଘରେ ସବୁ ପଚାରିକି ମାଙ୍କୁ ସବୁ ଲେଖ। এই ବିଷୟଟି ବର୍ତ୍ତମାନ ସମାପ୍ତ ହୋଇଛି। ଧନ୍ୟବାଦ। ଆପଣମାନେ ଏହି କ୍ଲାସର ଭିଡିଓଟିକୁ ଶେଷ ପର୍ଯ୍ୟନ୍ତ ଦେଖିଥିବାରୁ। ପୁଣି ଥରେ ଆମେ ଦେଖାହେବା ଆଗାମୀ ଏକ କ୍ଲାସର ଭିଡିଓରେ। ରହୁଛି। ନମସ୍କାର। ଜୟ ଶ୍ରୀ ଜଗନ୍ନାଥ।